ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ 2000 ଟଙ୍କିଆ ନୋଟ୍ ଅଛି କି? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ପ୍ରସଙ୍ଗରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ 2000 ଟଙ୍କା ମୂଲ୍ୟର 100% ବ୍ୟାଙ୍କରେ ଜମା ହୋଇନାହିଁ। ଆରବିଆଇ ଘୋଷଣା କରିଛି ଯେ 2000 ଟଙ୍କିଆ ନୋଟ୍ର 98.08% ବ୍ୟାଙ୍କରେ ଜମା ହୋଇଛି। ବର୍ତ୍ତମାନ ପ୍ରତ୍ୟାହାର ହୋଇଥିବା ନୋଟ୍ର ମାତ୍ର 6,839 କୋଟି ଟଙ୍କା ଜନସାଧାରଣଙ୍କ ହାତରେ ରହିଛି। ଆରବିଆଇ ଗତ ବର୍ଷରୁ 2000 ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଘୋଷଣା କରିଥିଲା। ଗତ ବର୍ଷ ମେ 19ରେ ଆରବିଆଇ 2000 ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଘୋଷଣା କରିଥିଲେ। ଏକ ବୟାନରେ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିଥିଲା ଯେ 2023 ମସିହା ମେ 19 ତାରିଖ ଶେଷ ସୁଦ୍ଧା ମୋଟ 2000 ଟଙ୍କିଆ ନୋଟ୍ ମୂଲ୍ୟ 3.56 ଲକ୍ଷ କୋଟି ଟଙ୍କା ହୋଇଛି। 2024 ନଭେମ୍ବର 29ରେ ଏହି ରାଶି 6,839 କୋଟି ଟଙ୍କାକୁ ଖସି ଆସିଛି। ଏହି ନୋଟ୍ଗୁଡ଼ିକ ଅଦଳ ବଦଳ କରିବାର ବିକଳ୍ପ ରିଜର୍ଭ ବ୍ୟାଙ୍କର 19ଟି ପ୍ରଧାନ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି। 2023 ଅକ୍ଟୋବର 7 ପର୍ଯ୍ୟନ୍ତ ଦେଶର ସମସ୍ତ ବ୍ୟାଙ୍କ ଶାଖାରେ 2000 ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ କରିବାର ବିକଳ୍ପ ପ୍ରଦାନ କରାଯାଇଥିଲା। ତଥାପି ରିଜର୍ଭ ବ୍ୟାଙ୍କର 19ଟି କାର୍ଯ୍ୟାଳୟରେ ଏହି ନୋଟ୍ଗୁଡ଼ିକ ଅଦଳ ବଦଳ କରିବାର ବିକଳ୍ପ ଉପଲବ୍ଧ ରହିଛି। 2023 ଅକ୍ଟୋବର 9 ଠାରୁ ଆରବିଆଇ ଇସ୍ୟୁ କାର୍ଯ୍ୟାଳୟ ବ୍ୟକ୍ତି 2023 ଅକ୍ଟୋବର 9 ଠାରୁ ଆରବିଆଇର ଇସ୍ୟୁ କାର୍ଯ୍ୟାଳୟ ବ୍ୟକ୍ତି ଏବଂ ସଂଗଠନଗୁଡ଼ିକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 2000 ଟଙ୍କିଆ ନୋଟ୍ ଜମା କରିବାକୁ ଅନୁମତି ଦେଉଛି। ଏହା ବ୍ୟତୀତ ବ୍ୟକ୍ତି ବିଶେଷମାନେ ଇଣ୍ଡିଆନ୍ ପୋଷ୍ଟ ଜରିଆରେ ଯେକୌଣସି ଆରବିଆଇ ଇସ୍ୟୁ ଅଫିସକୁ 2000 ଟଙ୍କିଆ ନୋଟ୍ ମେଲ୍ କରିପାରିବେ। ବ୍ୟୁରୋ ରିପୋର୍ଟ, ଏଚଟିଭି ଓଡ଼ିଆ।